ବିଳକୁ ଷଣ୍ଢ ଜଗିବାକୁ ଯାଇଥିବା ବେଳେ ଅନ୍ଧାର ରାତିରେ ମାଡ଼ିଗଲା ଗାଡ଼ି। ଅକାଳରେ ଦୁଇ ଚାଷୀଙ୍କର ମୃତ୍ୟୁ। ଦର୍ଶକ ବନ୍ଧୁ, କିଏ ବା କହିବ କାହାର କେଉଁଦିନ କେତେବେଳେ ଜୀବନର ଶେଷ ରାତ୍ରି ହେବ ବୋଲି। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନରେ। ସବୁଦିନ ପରି ଦୁଇ ଚାଷୀ ଆଜି ବି ଯାଇଥିଲେ ଧାନ ବିଲକୁ। ଷଣ୍ଢ ଘୋଡ଼ାଇବାକୁ ଯାଇ ରାସ୍ତା ପାର୍ଶ୍ୱରେ ବସିଥିବା ବେଳେ ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ଜୀବନ ଚାଲି ଯାଇଥିଲା। ଯେଉଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ଜେନାପୁର ଥାନା ଅନ୍ତର୍ଗତ ଚଢ଼େଇଧରା ଗ୍ରାମର ନବଗନ ପରିଡ଼ା ଓ ଅନ୍ୟ ଜଣ ହେଲେ ଲୁଣିବର ଗ୍ରାମର ସନାତନ ସାମଲ ବୋଲି ଜଣାପଡ଼ିଛି। ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ଯାଜପୁରରୁ ସାଗରିକା ଦଳାଇଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ।